ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓ ମଧ୍ୟ ଖାସ୍ ହେବା ପାଇଁ ଯାଉଅଛି। ପୂର୍ବ ଭିଡ଼ିଓରେ ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି ଯେ ଇସ୍ରାଏଲ ଦେଶରେ ବରଫ ଥିବା ରାସ୍ତା। ଯଦି ଆପଣ ଦେଖିନାହାନ୍ତି ଚ୍ୟାନେଲକୁ ଯାଇ ଦେଖିପାରିବେ। ତେବେ ଚାଲନ୍ତୁ ବନ୍ଧୁଗଣ, ଆଉ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ତେବେ ବର୍ତ୍ତମାନ ଦେଖନ୍ତୁ, ଗତ ଭିଡ଼ିଓରେ ଆମେ ଯେପରି ବରଫର ରାସ୍ତା ଦେଖିଥିଲେ, ଆଜିର ଭିଡ଼ିଓରେ ମଧ୍ୟ ଆପଣ ଦେଖିପାରିବେ ବରଫର ରାସ୍ତା। ଦେଖନ୍ତୁ, ରାସ୍ତାର ଦୁଇ ପାଖରେ ବରଫ, ମଝିରେ କୌଣସି ବରଫ ନାହିଁ। କାରଣ ମଝିରେ ବରଫ ନଥିବାର କାରଣ ହେଉଛି ଯାନବାହନ ଯିବା ଆସିବା ଫଳରେ ଆଉ ରେଳଗାଡ଼ି ଯିବା ଆସିବା ଫଳରେ ଏଠାରେ ମଝିରେ କୌଣସି ବରଫ ଦେଖାଯାଏ ନାହିଁ। ଆପଣ ଭାବୁଥିବେ ରେଳଗାଡ଼ି ବା ଟ୍ରେନ୍, ଏ ତ ଟ୍ରେନ୍ ରାସ୍ତା ଉପରେ ଯିବା ଦରକାର, ରାସ୍ତା ଉପରେ କେମିତି ଗଲା? ଆପଣ ଭଲ ଭାବରେ ଦେଖନ୍ତୁ, ରାସ୍ତା ଉପରେ ମଧ୍ୟ ଟ୍ରେନ୍ ଯିବା ନିମନ୍ତେ ଟ୍ରାକ୍ ତିଆରି କରାଯାଇଛି। ଅନେକ ଏହାକୁ ଟ୍ରେନ୍ କହନ୍ତି, କିନ୍ତୁ ଆକ୍ଚୁଆଲି ଏହାକୁ ଟ୍ରାମ୍ପ ବୋଲି କୁହାଯାଏ, ଯାହାକି ଯାନବାହନ ଯିବା ରାସ୍ତା ଉପରେ ମଧ୍ୟ ଗତି କରିଥାଏ। ତା ପାଇଁ ମଧ୍ୟ ଲାଇନ୍ ତିଆରି ହୋଇଥାଏ, ଯାହାକି ଆପଣ ବର୍ତ୍ତମାନ ସ୍କ୍ରିନ୍ରେ ଦେଖୁଅଛନ୍ତି। ତେବେ ଦେଖନ୍ତୁ, ଗୋଟେ ଗାଡ଼ି ଆସୁଛି। ଏଇଭଳି ଭାବରେ ଗାଡ଼ି ଗୁଡ଼ିକ ଯିବା ଆସିବା କରିବା ଫଳରେ ଆଉ ବରଫ ପ୍ରାୟ ନଥାଏ। ଆଉ ଏଥିସହିତ ବରଫକୁ କ୍ଲିୟର କରିବା ନିମନ୍ତେ ମଧ୍ୟ ଯାନବାହନ ଏହି ଅଞ୍ଚଳରେ ଦେଖାଯାଏ, ଯେଉଁମାନେ କି ରାସ୍ତା ଉପରୁ ବରଫ ଗୁଡ଼ିକ ହଟାଇଥାନ୍ତି। ଏହିସବୁ କାରଣ ନିମନ୍ତେ ରାସ୍ତା ଉପରେ ପ୍ରାୟ ବରଫ ଦେଖାଯାଏନି, କିନ୍ତୁ ରାସ୍ତାର ଦୁଇ କଡ଼ରେ ଦେଖନ୍ତୁ ବରଫ ପୁରା ଜମି ହୋଇକି ଅଛି। ହିମ ଅଞ୍ଚଳ ଭଳି ଏହି ଅଞ୍ଚଳରେ ମଧ୍ୟ ବରଫ ଜମା ହୋଇଥାଏ। ଆପଣ ଦେଖନ୍ତୁ, ତେବେ ବି ବନ୍ଧୁଗଣ, ଯେତେ ଥଣ୍ଡା ହେଲେ ମଧ୍ୟ, ଯେତେ ବରଫ ପଡ଼ିଲେ ମଧ୍ୟ ଲୋକମାନେ ପ୍ରାୟ ଏହି ଅଞ୍ଚଳରେ ଯିବା ଆସିବା କରିଥାନ୍ତି। ଆଉ ମୋତେ ମଧ୍ୟ ଏଇଭଳି ଭିଡ଼ିଓ ଦେଖିବା ନିମନ୍ତେ ଏବଂ ଅନ୍ୟମାନଙ୍କୁ ଦେଖାଇବା ନିମନ୍ତେ ମୋତେ ଭଲ ଲାଗିଥାଏ। ତା'ର ମୁଖ୍ୟ କାରଣ ହେଉଛି ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ। ଯେହେତୁ ଏହି ଜାଗା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜାଗା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନ ହୋଇଥିବାରୁ ଏହି ପ୍ରକାର ଭିଡ଼ିଓ ଗୁଡ଼ିକ ମୁଁ ଆପଣଙ୍କ ନିମନ୍ତେ ସଦାସର୍ବଦା ଆଣିଥାଏ। ତେବେ ଆପଣ ଦେଖନ୍ତୁ ଏବଂ ଚିନ୍ତା କରନ୍ତୁ, ଏ ସମସ୍ତ ଭିଡ଼ିଓ ଦେଖିଲା ପରେ ଆପଣ କ'ଣ ଭାବୁଅଛନ୍ତି? ଆପଣଙ୍କ ମନରେ କ'ଣ ଭାବନା ଜାତ ହେଉଅଛି? ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଇସ୍ରାଏଲର ଦେଶ। ରାସ୍ତା ଗୁଡ଼ିକ ପ୍ରାୟ ବରଫରେ ପରିପୂର୍ଣ୍ଣ। ଆଉ ଏହା ହେଉଛି ଦ୍ୱିତୀୟ ଭାଗ। ପ୍ରଥମ ଭାଗରେ ମଧ୍ୟ, ସେହି ଭିଡ଼ିଓରେ ମଧ୍ୟ ବରଫର ରାସ୍ତା ଆମେ ଦେଖିଥିଲୁ। ଏଇଟା ହେଉଛି ବହୁତ ବଡ଼ ଏରିଆ। ରାସ୍ତା ହେଉଛି ବହୁତ ଲମ୍ବା, ବହୁତ ଚଉଡ଼ା ମଧ୍ୟ, ପୁରା ନିଟ୍ ଆଣ୍ଡ କ୍ଲିନ୍। କିନ୍ତୁ ବରଫ ଥିବା ଯୋଗୁଁ ପ୍ରାୟ ରାସ୍ତା ଗୁଡ଼ିକ ଏଇଭଳି ଭାବରେ ଦେଖାଯାଇଥାଏ। ଏ ହେଉଛି ବସ୍ ଷ୍ଟପ୍। ଏଠାରେ ରହି ଲୋକମାନେ କ'ଣ କରନ୍ତି? ବସ୍ କିମ୍ବା ଯାନବାହନକୁ ଅପେକ୍ଷା କରିଥାନ୍ତି, କିମ୍ବା ଟ୍ରାମ୍ପକୁ ମଧ୍ୟ ଏମାନେ ଅପେକ୍ଷା କରିଥାନ୍ତି। ଯେପରି ଆମର ଭାରତବର୍ଷରେ ବସ୍ ଷ୍ଟପ୍ ଗୁଡ଼ିକ ରହିଅଛି, ବସ୍ ଆସି ନିଜେ ଠିଆ ହୁଏ, ଏଠାରେ ମଧ୍ୟ ସେହିପରି ଯାନବାହନ ଗୁଡ଼ିକ ନିଜେ ଆସିକି ଠିଆ ହୁଅନ୍ତି। ତେବେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ, ଯାହାଙ୍କ ବିଷୟରେ ମୁଁ ଆପଣଙ୍କୁ ଜଣାଇଲି, ଆମମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ସହରରେ ଜନ୍ମଗ୍ରହଣ କରିଥିଲେ ସାରା ଜଗତକୁ ଉଦ୍ଧାର କରିବା ନିମନ୍ତେ। ପୁରାତନ ନିୟମରେ
ଅନେକ ଜାଗାରେ ଭବିଷ୍ୟତବାଣୀ ହେଇଥିଲା ଯେ ଜଣେ ଉଦ୍ଧାରକର୍ତ୍ତା ଜନ୍ମ ନେବେ କୁମାରୀ ଗର୍ଭରୁ। ଜଣେ ଉଦ୍ଧାରକର୍ତ୍ତା ଜନ୍ମ ନେବେ, ଏକ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ତାଙ୍କ ନାମ ହେବ ଇମାନୁଏଲ। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଇମାନୁଏଲ, ପରମେଶ୍ୱର। ଏମିତିରେ ତ ପରମେଶ୍ୱରଙ୍କର ଅନେକ ନାମ ସବୁ ରହିଅଛି, କିନ୍ତୁ ଇମାନୁଏଲ ଏକ ସ୍ପେଶିଆଲ ନାମ। ଯୀଶୁଖ୍ରୀଷ୍ଟ ଏକ ସ୍ପେଶିଆଲ ନାମ, ଅଭିଷିକ୍ତ ତ୍ରାଣକର୍ତ୍ତା ବୋଲି କୁହାଯାଏ। ଆଉ ଯେଉଁ ନାମ ପ୍ରଭୁ ଯୀଶୁଙ୍କ ଛଡ଼ା ଆଉ କାହାକୁ ମଧ୍ୟ ଦିଆଯାଇ ନାହିଁ, ଯାହାଙ୍କ ଦ୍ୱାରା ଆମେ ପରିତ୍ରାଣ ପାଇବା, ଯୀଶୁଙ୍କ ଛଡ଼ା ଆଉ କୌଣସି ନାମ ଏ ଦୁନିଆରେ ନାହିଁ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ସାରା ଜଗତକୁ ଉଦ୍ଧାର କରିବା ବାଲା, ସାରା ଜଗତର ପାପକୁ ବହନ କରିପାରୁଥିବା ସେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜାଗାରେ ଜନ୍ମଗ୍ରହଣ କରିଥିଲେ। ଏହାଠାରୁ ଖୁସିର ଖବର ଆଉ କ'ଣ ଅଛି? ଦେଖନ୍ତୁ କେତେ ବଡ଼ ଏରିଆ, କିନ୍ତୁ ସବୁଆଡ଼େ ବରଫ ହିଁ ବରଫ। ଆଉ ଯେପରି ମୁଁ ଆପଣଙ୍କୁ କହିଥିଲି ଯେ ଏଇଠାରେ ଲୋକମାନେ କ'ଣ କରନ୍ତି, ଯିବା ଆସିବା କରନ୍ତି। ସେ ଯେତେ ଥଣ୍ଡା ହେଉ, ଯେତେ ବରଫ ପଡ଼ୁନା କାହିଁକି, ଯେତେ ଯାହା ହେଇଗଲେ ନା, ଯେତେ ବି ଯାହା ହେଇଯାଉ, ଏହି ସ୍ଥାନରେ କ'ଣ କରନ୍ତି, ଲୋକମାନେ ଯିବା ଆସିବା କରନ୍ତି। ଆଉ ସେମାନଙ୍କ ନିତ୍ୟକର୍ମ ଗୁଡ଼ିକ ବା ପ୍ରତିଦିନ ସେମାନେ ଯାହା ବି କରନ୍ତି, ସେଗୁଡ଼ିକ ଏତେ ଥଣ୍ଡା ପାଗରେ ମଧ୍ୟ ସେମାନେ କରିଥାନ୍ତି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ବରଫ ପଡ଼ିନଥାଏ, ଏ ସ୍ଥାନ ଗୁଡ଼ିକ ପୁରା ଚିକ୍କଣ ଦେଖାଯାଏ, ପୁରା ନିଟ୍ ଆଉ କ୍ଲିନ୍ ଦେଖାଯାଏ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଏ ସମସ୍ତ ଜାଗାରେ କିପରି ବରଫ ଜମି ରହିଅଛି। ତେଣୁ ଏହି ଜାଗା ଗୁଡ଼ିକ ବରଫାବୃତ ବର୍ତ୍ତମାନ ମଧ୍ୟ। ଆଉ ଲୋକମାନେ ସମସ୍ତେ ଛତା ଧରି ଏବଂ ଶୀତ ବସ୍ତ୍ର ପିନ୍ଧି ସେମାନେ କ'ଣ କରୁଛନ୍ତି, ଏଠାରେ ଯିବା ଆସିବା କରୁଛନ୍ତି। ଅନେକ ଯାନବାହନ ଅଛି ଏ ଅଞ୍ଚଳରେ, ଅନେକ ବରଫ ଅଛି, ଲୋକମାନେ ମଧ୍ୟ ଅଛନ୍ତି, ପ୍ରାୟ ସମସ୍ତେ ଅଛନ୍ତି, କିନ୍ତୁ ସବୁଆଡ଼େ ବରଫ। ଯେପରି ହିମ ଅଞ୍ଚଳରେ ବରଫ ପଡ଼ିଥାଏ, ସେହିଭଳି ଏହି ଅଞ୍ଚଳରେ ମଧ୍ୟ ବରଫ ପଡ଼ିଥାଏ, ଆପଣ ଦେଖିପାରୁଥିବେ।
ତେବେ ପ୍ରିୟ ବନ୍ଧୁଗଣ, ଆପଣ ଦେଖିଲେ ତ କିପରି ବରଫ ଏ ଅଞ୍ଚଳକୁ ଆବୃତ କରିଅଛି। ତେବେ ଯଦି ଭିଡ଼ିଓ ଭଲ ଲାଗୁଥାଏ ତେବେ এই ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ଏ ଭିଡ଼ିଓକୁ ଅନ୍ତତଃ ଗୋଟେ ଲାଇକ୍ ମଧ୍ୟ ଆପଣ କରିଦିଅନ୍ତୁ, ବିଶେଷ ଅନୁରୋଧ। ତେବେ এই ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଯେଉଁମାନେ ଦେଖିବା ପାଇଁ ଚାହୁଁଛନ୍ତି ପ୍ରକୃତରେ ଏହିଭଳି ଐତିହାସିକ ସ୍ଥାନ ଗୁଡ଼ିକ ଦେଖିବା ନିମନ୍ତେ ଇଚ୍ଛା ପ୍ରକାଶ କରୁଅଛନ୍ତି, ସେମାନଙ୍କ ପାଖକୁ ଏହି ଭିଡ଼ିଓକୁ ଆପଣ ସେୟାର କରିବେ ନିଶ୍ଚିନ୍ତ ଭାବରେ। ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଆଉ ପୁଣି ଥରେ ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଏବଂ ଆଉ ଗୋଟେ ଅଧ୍ୟାୟରେ। ଏବଂ ଆଗାମୀ ଭିଡ଼ିଓରେ ମଧ୍ୟ ଆମେମାନେ ଇସ୍ରାଏଲ ଦେଶକୁ ଆମେ ଦେଖିବା। ତେବେ ସେ ପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ସମସ୍ତଙ୍କୁ ଆନ୍ତରିକ ନମସ୍କାର।